ରାତିରେ ଆମେ ଆକ୍ଟିଭ୍ ଏବଂ ଫୋକସ୍ ସହିତ କିପରି ପାଠ ପଢ଼ିବା ତେବେ ଆମ ମାଇଣ୍ଡରେ ସେଫ୍ ରହିବ। ହେଲେ ବହୁତ ଜଣଙ୍କର ପ୍ରୋବ୍ଲେମ୍ ମଧ୍ୟ ରହିଥାଏ। ରାତିରେ ପଢ଼ିଲେ ନିଦ ଆସେ, ପଢ଼ିବାକୁ ଇଚ୍ଛା ହୁଏ ନାହିଁ, ବିଭିନ୍ନ ପ୍ରକାର ଡିଷ୍ଟ୍ରାକ୍ସନ୍ ହେଇଥାଏ। ଏହାର ମୁଖ୍ୟ କାରଣ ଗୁଡ଼ିକ କ'ଣ ଏବଂ କେଉଁ ତରିକାରେ ଆମେ ପାଠ ପଢ଼ିଲେ ଆମକୁ ରାତିରେ ଭଲସେ ପଢ଼ିପାରିବା, ମନେ ରହିପାରିବ ଏବଂ ଆମେ ଆକ୍ଟିଭ୍ ସହିତ ପାଠ ପଢ଼ିପାରିବା, ସବୁ ଜିନିଷ ମୁଁ ଏଇ ଭିଡ଼ିଓରେ ସେୟାର କରିବି। ପ୍ରଥମ ଜିନିଷ ଦେଖ, ଆଜିର ଯେତେ ସବୁ ଷ୍ଟୁଡେଣ୍ଟ ରହିଛନ୍ତି ତାଙ୍କ ପାଖରେ ସମୟ ନଥାଏ। ଏହା ତୁମେ ମଧ୍ୟ ୟୁଟିଲାଇଜ୍ କରିପାରୁଛ। ସମୟକୁ ମଧ୍ୟ କୁହାଯାଏ ପାର୍ଟ ଅଫ୍ ଲାଇଫ୍। ମାନେ ଯଦି ସମୟ ସରିଯାଏ ଏ ଜୀବନ ମଧ୍ୟ ସରିଯାଏ। ତେଣୁ ଆମେ ସମୟକୁ କିପରି ବ୍ୟବହାର କରିବା ରାତିରେ। ଆଜି ହେଲା ସକାଳୁ କେଉଁ ଅଧିକାଂଶ ପିଲା ଷ୍ଟୁଡେଣ୍ଟ ଟ୍ୟୁସନ୍ ଯାଆନ୍ତି, ତାପରେ ସ୍କୁଲ ଟାଇମ୍ ହୁଏ ଏବଂ ଖେଳାଖେଳି କରି ସେମାନେ ରାତିରେ ହିଁ ସେଲ୍ଫ ଷ୍ଟଡି କରିବାକୁ ଟାଇମ୍ ମିଳେ, ଅନ୍ୟଥା ସେମାନଙ୍କୁ ସମୟ ମିଳେ ନାହିଁ। ସେଇ ରାତିରେ ଆମେ କିପରି ପାଠ ପଢ଼ିଲେ ଆମେ ଆକ୍ଟିଭ୍ ରହିବା ଏବଂ ବହୁତ ଜିନିଷ ମନେ ରଖିପାରିବା, ବହୁତ ଜିନିଷ ଜାଣିପାରିବା, ସେସବୁ ଜିନିଷ ବିଷୟରେ ଏଇ ଭିଡ଼ିଓରେ ଆମେ ଡିସ୍କସନ୍ କରିବା। ଓକେ, ଷ୍ଟାର୍ଟିଂ କରିବା। ପ୍ରଥମ ଜିନିଷ, ଯେତେବେଳେ ପଢ଼ିବାକୁ ଯାଉଛନ୍ତି ସେହି ସମୟରେ ଶରୀରକୁ ଆକ୍ଟିଭ୍ କରିବା ବହୁତ ଜରୁରୀ। और ଶରୀରଟା ହେଉଛି ଆମ ମନଟା ହେଉଛି ଗୋଟେ ଶରୀର ସହିତ ରହିଛି। ତେଣୁ ଶରୀରକୁ ଯଦି ଆକ୍ଟିଭ୍ ରଖିବା ନାହିଁ ତେବେ ସେଇଟା ଅଟୋମେଟିକାଲି ଆମକୁ ନିଦ ଆସିବ ଏବଂ ପଢ଼ିବାକୁ ଇଣ୍ଟରେଷ୍ଟ ହିଁ ଆସିବ ନାହିଁ। କ'ଣ କଲେ ଆକ୍ଟିଭ୍ ରହିବ? କ'ଣ କରିବେ ଦେଖ, 2 କି 3 ମିନିଟ୍ ତୁମ ଶରୀରକୁ ଷ୍ଟ୍ରେଚିଂ କରନ୍ତୁ, ନିଜ ଗୋଡ଼କୁ ଷ୍ଟ୍ରେଚିଂ କରିପାରିବେ। ଓକେ, ସେକେଣ୍ଡରେ କ'ଣ କରିବେ, ମୁହଁକୁ ଭଲସେ ଥଣ୍ଡା ପାଣିରେ ଧୁଅନ୍ତୁ, ଏହା ବହୁତ ଫାଇଦାଦାୟକ। ଏବଂ ଥାର୍ଡ଼ରେ କରିବେ, ଯେତେବେଳେ ପଢ଼ିବାକୁ ଯାଉଛନ୍ତି ତେବେ ତୁମକୁ ମିନିମମ୍ 1 ଗ୍ଲାସ୍ ପାଣି ପିଇବା ବହୁତ ଜରୁରୀ। ଏହାଦ୍ୱାରା ତୁମ ବଡ଼ି ସବୁଠୁ ଆକ୍ଟିଭ୍ ରହିଥାଏ। ଓକେ, এই ଜିନିଷ ଗୁଡ଼ାକ ଫଲୋ କରନ୍ତୁ, ବେଶୀ ନୁହେଁ, ଗୋଟେ ସପ୍ତାହ ଫଲୋ କରନ୍ତୁ। ନିଜର ପଢ଼ାପଢ଼ି କେମିତି ରହିଛି କମେଣ୍ଟରେ ମଧ୍ୟ ଜଣାଇ ପାରିବେ। କେବଳ ମୁଁ କହୁଛି ଗୋଟେ ସପ୍ତାହ ଫଲୋ କରନ୍ତୁ, ଯଦି ଭଲ ଲାଗେ ତୁମେ ଫଲୋ କରିପାର, ନଚେତ୍ ତୁମର ଇଚ୍ଛା। ଓକେ, ତାହେଲେ ଶରୀରକୁ ପ୍ରଥମ ଜିନିଷ ହେଲା ଶରୀରକୁ ଆକ୍ଟିଭ୍ ରଖିବା ପାଇଁ କ'ଣ କ'ଣ ଜିନିଷ କରିବାକୁ ପଡ଼ିବ ଜାଣିପାରିଲେ। ସେକେଣ୍ଡ ଜିନିଷ ଆମେ ଜାଣିବା, ଛୋଟ ଛୋଟ ସେସନ୍ରେ ପଢ଼ନ୍ତୁ, ଯେମିତିକି ପରମୋଡୋର ଟେକ୍ନିକ୍ ବା ଛୋଟ ଛୋଟ ଟାସ୍କକୁ ନେଇକରି ପଢ଼ନ୍ତୁ। ଯେମିତିକି ପରମୋଡୋର ଟେକ୍ନିକ୍ ୟୁଜ୍ କରିବେ। ମୋତେ ଗୋଟେ ଟପିକ୍କୁ 25 ମିନିଟ୍ ପଢ଼ିବାର ଅଛି, ସେଇ ଭିତରୁ ତୁମକୁ ହେଲା 5 ମିନିଟ୍ ବ୍ରେକ୍ ନେବାକୁ ପଡ଼ିବ। ଯେତେ ସବୁ ଗ୍ରେଟେଷ୍ଟ, ଯେତେ ସବୁ ଟପର୍ ମାନେ ମଧ୍ୟ ଏଇ ଟେକ୍ନିକ୍ ଫଲୋ କରନ୍ତି। ଏହାଦ୍ୱାରା ଦେଖ ମାଇଣ୍ଡରେ ସବୁ ଜିନିଷ, ତୁମେ ଯେକୌଣସି କାମ କରୁଛ ଥକା ଆସେ ନା ନାହିଁ, ସେଇ ଜିନିଷଟାକୁ ରିକଭର୍ କରିବାକୁ ହେଲେ ତୁମକୁ ପରମୋଡୋର ଟେକ୍ନିକ୍ ୟୁଜ୍ କରିବାକୁ ହେବ ବା ବ୍ରେକ୍ ନେବାକୁ ପଡ଼ିବ। ଓକେ, ଯେଉଁ ସ୍ଥାନରେ ପାଠ ପଢ଼ୁଛନ୍ତି ତୁମକୁ କିଛି ଜିନିଷ ବ୍ୟବହାର କରିବାକୁ ପଡ଼ିବ। କ'ଣ କରିବାକୁ ପଡ଼ିବ? ଟେବୁଲ ଉପରେ ଲାଇଟ୍ ରଖିବାକୁ ପଡ଼ିବ, ଯାହାକି ତୁମର ଆଖିରେ ପଡ଼ୁଥିବ ଲାଇଟ୍ ତୁମକୁ ନିଦ ଆସିବାକୁ ଦେବ ନାହିଁ। ସେକେଣ୍ଡ ଜିନିଷ ହେଲା, ତୁମେ କେବେ ବି ଗରମ ରୁମ୍ରେ ରୁହନ୍ତୁ ନାହିଁ। ଯେତେବେଳେ ପଢ଼ୁଛନ୍ତି ଝରକା ସାଇଡ଼୍ରେ ପଢ଼ିବା ସବୁଠୁ ଭଲ। ଆଉ ଫୋନ୍ ଦୂରରେ ରଖନ୍ତୁ। ଯେଉଁ ସମୟରେ ପାଠ ପଢ଼ୁଛନ୍ତି ମୁଁ ଏଇ ଡିଷ୍ଟ୍ରାକ୍ସନ୍, ସବୁଠୁ ଲାଇଫ୍ର ଡିଷ୍ଟ୍ରାକ୍ସନ୍ ହେଉଛି ମୋବାଇଲ ଫୋନ୍। ତେଣୁ ଏହାକୁ ଯେତେ ଦୂରରେ ପାରୁଛନ୍ତି ରଖନ୍ତୁ, ସାଇଲେଣ୍ଟ ମୋଡ଼ରେ, ସେତେବେଳେ କୌଣସି ଡିଷ୍ଟର୍ବ ନାହିଁ। ଏହାଦ୍ୱାରା ତୁମର ଫୋକସ୍ ଲେଭେଲ୍ 3 ଗୁଣା ବଢ଼ିଯାଏ। ଓକେ, ତୁମକୁ ଏ ପ୍ରପର୍ ଥାର୍ଡ଼ ଯିବା, ତୁମକୁ ପ୍ରପର୍ ଟେକ୍ନିକ୍ରେ ପ୍ଲାନ୍ ରଖନ୍ତୁ ବା ଟେକ୍ନିକ୍ରେ ପଢ଼ନ୍ତୁ। ରାତିରେ ଯେତେବେଳେ ପଢ଼ୁଛନ୍ତି ସେତେବେଳେ ତୁମକୁ ହେଭି ଟପିକ୍ ପଢ଼ନ୍ତୁ ନାହିଁ। ଯେଉଁଗୁଡ଼ାକ କଷ୍ଟ ଟପିକ୍ ସେଗୁଡ଼ାକ ବ୍ୟବହାର କରିବେ ନାହିଁ ବା ସେଗୁଡ଼ାକ ପଢ଼ିବେ ନାହିଁ। କ'ଣ ପଢ଼ିବେ ରାତିରେ ମୁଁ କହିଦେଉଛି, ରିଭିଜନ୍ କରନ୍ତୁ। ଯାହା ପଢ଼ା ହେଇଛି ଦିନ ଗୁଟା ସେଗୁଡ଼ାକୁ ରିଭିଜନ୍ କରିପାରିବେ, ନଚେତ୍ ଗୋଟେ ସପ୍ତାହରୁ କ'ଣ ପଢ଼ା ହେଲା ସେଗୁଡ଼ାକ ରିଭିଜନ୍ କରିପାରିବେ। ସେକେଣ୍ଡ ହେଲା ରାଇଟିଂ ପ୍ରାକ୍ଟିସ୍ କରନ୍ତୁ। ଦେଖ, ଯେଉଁମାନେ ବି ଷ୍ଟୁଡେଣ୍ଟ ଅଛନ୍ତି ଏଇ ରାଇଟିଂ ପ୍ରାକ୍ଟିସ୍ ହିଁ ସେମାନଙ୍କ ପାଇଁ ସବୁଠୁ ବଡ଼ ଜିନିଷ। କାରଣ ଅଧିକାଂଶ ଷ୍ଟୁଡେଣ୍ଟଙ୍କ ମଧ୍ୟ ପ୍ରୋବ୍ଲେମ୍ ହେଇଥାଏ, ସେମାନେ ଜାଣିଥିବା କ୍ୱେଶ୍ଚନ୍କୁ ମଧ୍ୟ ଛାଡ଼ିକରି ପଳେଇ ଆସନ୍ତି। ଏହାର ମୁଖ୍ୟ କାରଣ ହେଉଛି ସେମାନେ ରାଇଟିଂ ପ୍ରାକ୍ଟିସ୍ କରନ୍ତି ନାହିଁ ବୋଲି ଏସବୁ ପ୍ରୋବ୍ଲେମ୍ ହେଇଥାଏ।
थार्ड जिनस हूँ इम्पोर्टाट क्वेश्चन जो गुड़ाक रही से गुड़ाक तुम्हें पढ़ी पार एवं 4 नंबर कर फर्मूला और डेफिनेशन को तुम्हें मन रखिपार यह राति कले मन बहुत होता है माने मन रखा बहुत भल होता है। ओके बर्तमान जीवा नेक्स्ट को देखो गोटे मनीषर खाइबा प्रति बहुत जरूरी बा खाइबा उपरे बहुत डिपेंड करे। देखो जिते बड़े राति पढ़ुंट से भारी पेट बा माने बहुत हेवी खातु ना जमती कि तुम्हें चाउल जिते चाउल जिनस बिरियानी भजा ये सब जिनस को खाइबे नहीं यह द्वारा तुमको बहुत शरीर को डीएक्टिव रखी था जहाँकि निद आसी थाए तुमको राति कौन खाइबा उचित तुमको है बानाना बा कदली खाइबा उचित बिस्कुट खाई पारती नचे जिते सब ड्राई फ्रूट माने बादाम ये सब जिनस खाई पारिबे। ओके जो समय पढ़ुंट पढ़ा समय तुमको लेखि लेखि पढ़ु यह द्वारा तुमको निद आसब ना यह द्वारा मन एक्टिव रहे जिते बड़े हाथ एवं आम देखो हाथ एवं माइंड कनेक्शन हो अच्छी जिते बड़े आम हाथ को चलेबा से आम ऑर्गन गुड़ाक जिते सब सेल रही सब एक्टिव रुहे जो समय पढ़ुंट तुम्हें लेखि लेखि पढ़ा द्वारा तुम्हें आहरी एक्टिव हे टोटाली निद आसब ना मन सेदा सेधी बस जिते बड़े पढ़ुंट से तुम देह को सीधा रखी बसतु यह द्वारा तुम्हें पूरा एक्टिव रे। ओके ये सब जिनस फॉलो करंतु केवल गोटे सप्ताह निज रिजल्ट निज फायदा निजे देखिपारे। ओके जो माने ये चैनल रे देखो तुम्हें सबुठारु सिलेक्टिव एवं सबुठारु इम्पोर्टाट क्वेश्चन पाई पारिबो तेणु तेणु सब्सक्राइब करी जॉइन करंतु बहुत स्टूडेंट जॉइन कर सारे। ओके आम नेक्स्ट को जीवा गोटे पाखरे पानी रखु थरे थरे जिते बड़े मुह सुखी जीव से तुम्हें पानी पी पारे जो जेते जो रूम रे पढ़ुंट जो टेबुल आगरे गोटे तुमको गोटे फोटो रखा हम तुम टार्गेट कौन रही तुमको कौन अचीवमेंट करने को पड़ो जदि तुम्हें बोर्ड एग्जाम प्रिपेरेसन कर तुमको 90% मार्क दरकार होची तेबे तुमको से गोलटा को खातार लिखिक तुम आग सामने तुम आखि सामने ताकू टांगी दे पार यह द्वारा तुम्हें पुणी एक्टिव हे तुमको से नंबर रखा हम तुम माइंड तुमको पाठ पढ़ा को जिद कर। ओके ये सब फोटो तुम्हें निज सामने रखिपार तुमको अधिक राति पढ़ार ना जी तुम्हें मिनिमम 3 घंटा कि 4 घंटा पढ़ो जहाँ जिते समय जिते बड़े पढ़ुच पूरा फोकस सहित पढ़ यह ही कहबी मो ओपिनियन बेसी राति जाए पढ़ ना जी समय तुम्हें फोकस दे पारुछ निजर एबिलिटी जितकी रही से जाए पढ़ी पार। ओके तुम पाए सबुठू गोल्डन रूल बा सबुठू इम्पोर्टाट जिते राति पढ़ुंट से तुम खाइबा को ध्यान है लाइट फुड खातु बा जोटा हल्का जिनस खाइबे यह द्वारा निद आसब ना। सेकेंड जिनस है स्ट्रॉन्ग माइंडसेट मत कर अच्छे माने करी। ओके क्लीन टेबुल जिते बड़े जो जगह को पढ़ुंट जो रूम रे पढ़ुंट पूरा क्लीन नीट एंड क्लीन रखु एवं स्मॉल सेशन तुम्हें गोटे पार्ट को गोटे जो टॉपिक गुड़ाक रही से गुड़ाक पार्ट करी पढ़ी पारे यह थिला सबुठू इम्पोर्टाट सबुठू सिलेक्टिव सबुठू माने ये गुड़ाक एक्टिविटी जहाँकि तुम राति फॉलो करो तुम रिजल्ट 100% आसो निजे फिल कर निजे जापर तेणु तुम्हें गोटे सप्ताह फॉलो करो तुमको कौन सी जिनस कौन मासे 2 मास सेमती कौन निज रिजल्ट निजे देखिपार। ओके धन्यवाद।